ପିଲାମାନେ ଆଜି ଆମେ ଆଲୋଚନା କରିବା ତମର ଏଇ କୋର୍ ପେପର୍ 12ଟାର ସିଲେକ୍ସନ୍ କ୍ୱେଶ୍ଚନ୍ ଗୁଡ଼ିକ। ବହୁତ ସାରା କମେଣ୍ଟ ଆସୁଛି ପିଲାମାନେ ଯେ ଆମର ଏଇ କୋର୍ ପେପର୍ 12ଟାକୁ ସିଲେକ୍ସନ୍ କରିଦିଅନ୍ତୁ। ତ ଯେଉଁ ସବୁ କ୍ୱେଶ୍ଚନ୍ ଗୁଡ଼ା କହିବି ତମେ ସବୁ ତାକୁ ଭଲକି ମନ ଦେଇକି ପଢ଼ିବ। ତ ଏଇ ପେପର୍ଟା ଅଛି ଦେଖ ହିଷ୍ଟ୍ରି ଅଫ୍ ଇଣ୍ଡିଆ ଭି ଡବଲ୍ ଆଇ 1750ରୁ ତମର 1857 ଦେଇଛି। ମାନେ ତମର 1750ରୁ 1857 ଯାକେ ଏଇ ପେପର୍ଟା ଦେଇଛି। ଏଥିରେ ତମର 4ଟା ୟୁନିଟ୍ ଦେଇଛି ପିଲାମାନେ, ଫାର୍ଷ୍ଟ ସେକେଣ୍ଡ ଥାର୍ଡ଼ ଆଉ ଗୋଟେ ଦେଖିବ ଫୋର୍ଥଟା ଅଛି। ଏଇଥିର ଫାଷ୍ଟ ଦେଖ ଦେଇଛି ତମକୁ ୟୁନିଟ୍ 1ରେ କ'ଣ ନା ଏକ୍ସପାନ୍ସନ୍ ଆଣ୍ଡ କନସଲିଡେସନ୍ ଅଫ୍ କଲୋନିଆଲ୍ ପାୱାର। ତମର ବ୍ରିଟିଶର ମାନେ ଯେତେବେଳେ ଭାରତକୁ ଆକ୍ରମଣ କଲେ ତାଙ୍କର ଯେଉଁ ଏକ୍ସପାନ୍ସନ୍ ନୀତିଟା କେମିତି ହେଲା, ମାନେ ତାଙ୍କର ପ୍ରସାରଟା କେମିତି ହେଲା, ଆଉ କନସଲିଡେସନ୍ ମାନେ ଦୁଇଟା ଜିନିଷକୁ ମନେ ରଖିବ। ତମର ଏକ୍ସପାନ୍ସନ୍ କ'ଣ ଆଉ କନସଲିଡେସନ୍ କ'ଣ। ଏକ୍ସପାନ୍ସନ୍ ମାନେ ସେ ଆସିକି କେମିତି ସ୍ପ୍ରେଡ୍ କଲେ ଏରିଆ ୱାଇଜ୍ ଏରିଆ, ଯେମିତି ତମର ବେଙ୍ଗଲ, ଅବଧ ଆଉ ରହିଲା ଯେଉଁ ହାଇଦ୍ରାବାଦ, ଏଇ ଏରିଆ ଗୁଡ଼ା ଏକ୍ସପାନ୍ସନ୍ କଲେ। କନସଲିଡେସନ୍ କହିଲେ ମାନେ ଯେଉଁ ଏରିଆ ଗୁଡ଼ାକୁ ସେମାନେ ଏକ୍ସପାନ୍ସନ୍ କଲେ ତାକୁ କେମିତି ମାନେ ଷ୍ଟ୍ରଙ୍ଗ କରିକି, କନସଲିଡେସନ୍ ମାନେ ସେଇ ଜାଗାକୁ ମାନେ ନ ବଢ଼େଇକି ସେଇ ଜାଗାଟାରେ ମାନେ ଭଲ ଭାବରେ ଶାସନ କରିବା, ଯେଉଁଟାକି ଓଡ଼ିଆରେ କହିବାକୁ ଗଲେ ସେଇଟାକୁ କନସଲିଡେସନ୍ କୁହାଯାଏ। ତ ସେଇଟାକୁ ଆମେ ଦେଖିବା। ଦେଖ ଫାଷ୍ଟ ତମର ଦେଇଛି ଏଥିର ବହୁତ ଗୁଡ଼ା, ଦୁଇଟା ସିନା ଦେଇଛି କିନ୍ତୁ ବହୁତ ଗୁଡ଼େ କ୍ୱେଶ୍ଚନ୍ ହେବ। ଫାଷ୍ଟ ଦେଖ ଦେଇଛି ଫରେନ୍ ଟ୍ରେଡ୍ ଆଣ୍ଡ ଇୟର୍ଲି ଫର୍ମସ୍ ଅଫ୍ ଇକୋନୋମିକ୍ସ ଏକ୍ସପାନ୍ସନ୍ ଇନ୍ ବେଙ୍ଗଲ। ମାନେ ତମର ବେଙ୍ଗଲରୁ ଯେଉଁ ସେମାନେ ଫାଷ୍ଟ ତାଙ୍କର ଷ୍ଟାର୍ଟ ହେଇଥିଲା ଏକ୍ସପାନ୍ସନ୍ଟା। ତ ବେଙ୍ଗଲରୁ ତାଙ୍କର ଯେଉଁ ଦୁଇଟା ବେଟେଲ୍ ସେ ଲଢ଼ିଥିଲେ, ଗୋଟେ ହେଉଛି ବେଟେଲ୍ ଅଫ୍ ପଲାସି ଆଉ ବେଟେଲ୍ ଅଫ୍ ବକ୍ସାର। ସମସ୍ତଙ୍କୁ ମନେ ଥିବ 1757 ବେଟେଲ୍ ଅଫ୍ ପଲାସି, ଆଉ ଗୋଟେ ତମର ରହିଛି 1764 ବେଟେଲ୍ ଅଫ୍ ବକ୍ସାର। ସମସ୍ତଙ୍କୁ ମନେ ଥିବ ସେଇ ଦୁଇଟା ବେଟେଲ୍ ମାଧ୍ୟମରେ ସେମାନେ କେମିତି ତମର ବେଙ୍ଗଲଟାକୁ ମାନେ ତାଙ୍କ ଅକ୍ତିଆରକୁ ନେଇଗଲେ। ଦେନ୍ ସେଇ ତାପରେ ଯେଉଁ ସିଏ ଟୋଟାଲ ଭାରତ ବର୍ଷକୁ ମାନେ ପ୍ରଚାର ପ୍ରସାର କରିକି ପୁରା ତାଙ୍କ ଅକ୍ତିଆରକୁ ନେଇଗଲେ, ସେଇ ବିଷୟରେ ଦେଇଛି। ତ ଫାଷ୍ଟ ତମକୁ କହିଛି ଯେ ତମର ବେଙ୍ଗଲ ଉପରେ ତାଙ୍କର କେମିତି ଅଧିକାର ରହିଲା ସେ ବିଷୟରେ ଆଲୋଚନା କରିବା ପାଇଁ। ଏଇଟାକୁ ତମେ ଚାହିଁଲେ ପଢ଼ିପାରିବ, କାହିଁକିନା ବହୁତ ଇଜି ଜିନିଷ। ତମକୁ ଲେଟର ମୋଗଲ ରୁଲର ଗୁଡ଼ାକୁ ଟିକେ ପଢ଼ିବା ପାଇଁ ମନେ ରଖିବା ପାଇଁ ପଡ଼ିବ। ଦେନ୍ ତାପରେ ତମକୁ ବେଙ୍ଗଲ ଉପରେ ସେଇ ଯେଉଁ କହିଲି ଦୁଇଟା ବେଟେଲ୍, ସେଇ ଦୁଇଟାକୁ ତମେ ମନେ ରଖିଦେବ। ସେକେଣ୍ଡର ଦେଖ ଦେଇଛି ଡାଇନାମିକ୍ସ ଅଫ୍ ଏକ୍ସପାନ୍ସନ୍ ୱିଥ୍ ସ୍ପେଶିଆଲ ରେଫରେନ୍ସ ଟୁ ବେଙ୍ଗଲ, ମାଇସୁର ଏବଂ ଓଡ଼ିଶା। ଓଡ଼ିଶାଟା ସେତେ ବି ଇମ୍ପୋର୍ଟାଣ୍ଟ ନୁହେଁ, ଯେହେତୁ ତମେ ଓଡ଼ିଶା ପିଲା ତ ଓଡ଼ିଶାଟାକୁ ସ୍ପେଶିଆଲ ରେଫରେନ୍ସ ଦିଆଯାଇଛି। ନହେଲେ ବେଙ୍ଗଲ ଆଉ ମାଇସୁର ସହିତ ସେମାନେ ଯେଉଁ ୱାର୍ ଗୁଡ଼ା ହେଇଥିଲା, ଏଇ ଯେଉଁ ମାଇସୁର ସହିତ ଓଡ଼ିଆ ଡାଇନେଷ୍ଟି ସହିତ ତାଙ୍କର ଲଢ଼େଇ ଗୁଡ଼ା ହେଇଥିଲା, ସେଇଗୁଡ଼ା ଇମ୍ପୋର୍ଟାଣ୍ଟ। କିନ୍ତୁ ଯେହେତୁ ଓଡ଼ିଶା ଦେଇଛି, ମେ ବି ଓଡ଼ିଶାରୁ କ୍ୱେଶ୍ଚନ୍ ଆସିପାରେ, କାହିଁକିନା ଯେହେତୁ ତମେ ଓଡ଼ିଶା ପିଲା ଓଡ଼ିଶାରୁ କ୍ୱେଶ୍ଚନ୍ ଆସିପାରେ। ତ ଓଡ଼ିଶାକୁ ଯେତେବେଳେ ବ୍ରିଟିଶର ମାନେ ଆସିଲେ ସେଇ ଟାଇମ୍ର ତମର ଲାଷ୍ଟ ଯେଉଁ ରୁଲର ଥିଲେ ମୁକୁନ୍ଦ ଦେବ, ହିନ୍ଦୁ ରୁଲର, ତ ତାଙ୍କ ସହିତ କେମିତି ତାଙ୍କର ଟ୍ରିଟି ହେଇଥିଲା, ୱାର୍ ହେଇଥିଲା, ଏସବୁ ତମକୁ ଡିଟେଲ୍ସ ପଢ଼ିବା ପାଇଁ ପଡ଼ିବ। ଏଇଠି 3ଟା କ୍ୱେଶ୍ଚନ୍ ଆସୁଛି, ମେ ବି ତମର ପଡ଼ିଯାଇପାରେ ବେଙ୍ଗଲ, ମାଇସୁର ନହେଲେ ହେଉଛି ବ୍ରିଟିଶ। ତମେ ଯଦି ଫାଷ୍ଟଟାକୁ ପଢ଼ୁଛ ଏଇ ଯେଉଁ ଏକ୍ସପାନ୍ସନ୍ ଅଫ୍ ମାନେ ବେଙ୍ଗଲ, ଏଇଠି ତମକୁ ବାସ୍ ଦୁଇଟା ଜିନିଷ ଜାଣିବାର ଅଛି, ଗୋଟେ ହେଉଛି ବେଟେଲ୍ ଅଫ୍ ପଲାସି ଆଉ ବେଟେଲ୍ ଅଫ୍ ବକ୍ସାର। ତମକୁ ଯେଉଁଟା ଇଜି ହେବ ସେଇଟା ତମେ ପଢ଼ିପାର। ମୋ ମତରେ ତମକୁ ବେଟେଲ୍ ଅଫ୍ ପଲାସି ଆଉ ବେଟେଲ୍ ଅଫ୍ ବକ୍ସାରଟା ପଢ଼ିଦେଲେ ବହୁତ ଇଜି ହେବ, କାହିଁକିନା ସେଇ ଜିନିଷଟା ସମସ୍ତଙ୍କୁ ଜଣାଥାଏ। ଆଉ ଯେଉଁ ରହିଲା ଏଇ ମାଇସୁର, ବେଙ୍ଗଲ ଆଉ ଓଡ଼ିଶା କଥା, ଏଇଗୁଡ଼ାକ ପିଲାମାନେ ତମେ ପଢ଼ିବ ଜଷ୍ଟ ଖାଲି ମନେ ରଖିବା ପାଇଁ, ଯେମିତି ତମେ 2 ମାର୍କିଆ ଆଉ ସର୍ଟ କ୍ୱେଶ୍ଚନ୍ ଆସିଲେ ଲେଖିବ। କାହିଁକିନା ବହୁତ ସର୍ଟ ଜିନିଷ ପଡ଼ିଯାଏ। ଲାଷ୍ଟ ହିନ୍ଦୁ ରୁଲର କିଏ ଥିଲେ, ମାଇସୁର ସେ ଯେଉଁ ୱଡ଼ିୟାର ଡାଇନେଷ୍ଟିର ସେଇ ଟାଇମ୍ର ରୁଲର କିଏ ଥିଲେ, କାହା ସହିତ ତମର ସେତେବେଳେ ବ୍ରିଟିଶର କେଉଁ ଲିଡରଙ୍କ ସହିତ ମାନେ ତମର ୱାର୍ଟା ହେଇଥିଲା, ସେଇଗୁଡ଼ା ବି ତମର ପଡ଼ିପାରେ। ତାପରେ ଦେଖ ୟୁନିଟ୍ 2ର, ତ ଏଇଥିରେ କେଉଁଟା ତମକୁ ପଢ଼ିବା ପାଇଁ ପଡ଼ିବ ପିଲାମାନେ ନା ବେଙ୍ଗଲ, ମାଇସୁର ଆଉ ଓଡ଼ିଶା। ତାପରେ ରହିଲା ତମର ବେଟେଲ୍ ଅଫ୍ ପଲାସି ଆଉ ବେଟେଲ୍ ଅଫ୍ ବକ୍ସାର। ତାପରେ ଦେଖ କଲୋନିଆଲ ଷ୍ଟେଟ୍ ଆଣ୍ଡ ଆଇଡ଼ିଓଲୋଜି। ଏଇଥିର ଦେଇଛି ଆର୍ମସ୍ ଅଫ୍ କଲୋନିଆଲ ଷ୍ଟେଟ୍, ଆର୍ମି ପଲିସି ଲ। ଏଇଗୁଡ଼ା ବହୁତ ଗୁରୁତ୍ୱପୂର୍ଣ୍ଣ, ଭେରି ଭେରି ଇମ୍ପୋର୍ଟାଣ୍ଟ, କାହିଁକିନା ଏଗୁଡ଼ା ସବୁକୁ ପଢ଼ିବା ପାଇଁ ପଡ଼େ। ତମେ ପଢ଼ିଛ କି ନାହିଁ ମୁଁ ଜାଣିନି, କିନ୍ତୁ ଏଗୁଡ଼ାକୁ ସବୁଗୁଡ଼ା ମାନେ ତମର ଇମ୍ପୋର୍ଟାଣ୍ଟ। ତମକୁ ମାନେ ତମ ବ୍ରିଟିଶର ମାନେ କେମିତି ପଲିସି ସିଷ୍ଟମ୍ ଇଣ୍ଟ୍ରୋଡ୍ୟୁସ୍ କଲେ, ଲଟା କେମିତି ଆସିଲା, ଆର୍ମିଟା କେମିତି ଆସିଲା, କାହିଁକିନା ଏସବୁ ଆମର ଆଗରୁ ନଥିଲା। ତମର ଯେତେବେଳେ ମୋଗଲ ମାନେ, ମରାଠା ମାନେ ରୁଲ୍ କରୁଥିଲେ, ଆର୍ମି ସିଷ୍ଟମ୍ ଥିଲା, କିନ୍ତୁ ଯେଉଁ ଏଇ ସାଲେରୀ ସିଷ୍ଟମ୍ ଏଇଗୁଡ଼ା ସବୁ ନୂଆ ଇଣ୍ଟ୍ରୋଡ୍ୟୁସ୍ କଲେ କିଏ ନା ତମର ଏଇ ବ୍ରିଟିଶର ମାନେ। ତେଣୁକରି ଏଗୁଡ଼ାକୁ ତମକୁ ପୁରା ଭଲ ଭାବରେ କ୍ଲିୟର ହେବା ପାଇଁ ପଡ଼ିବ, କାହିଁକିନା ମଡ଼ର୍ଣ୍ଣ ଇଣ୍ଡିଆଟା ଭେରି ଭେରି ଇମ୍ପୋର୍ଟାଣ୍ଟ। ତାପରେ ଦେଖ ଦେଇଛି ଇମ୍ପେରିଆଲ ଆଇଡ଼ିଓଲୋଜି, ଓରିଏଣ୍ଟାଲିଜିମ୍ ଆଣ୍ଡ ୟୁଟିଲିଟେରିଆନିଜିମ୍। ଏଇ ଜିନିଷଟାକୁ ପଢ଼ିବା ଆଉ ବୁଝିବା ବହୁତ ଡିଫିକଲ୍ଟ ପିଲାମାନେ, କାହିଁକିନା ଯେହେତୁ ତମେ ମାନେ +3 5th ସେମିଷ୍ଟାର ହେଲଣି, ମେ ବି ଯେଉଁମାନେ ପିଜି କରିବ, ଏଗୁଡ଼ା ତମର ବହୁତ ଗୁରୁତ୍ୱପୂର୍ଣ୍ଣ। ଏଗୁଡ଼ା ହେଉଛି ତମର ଡିବେଟେବୁଲ୍ ଜିନିଷ। ତେଣୁକରି ଆକୁ ଯଦି ପଢ଼ିଛ ଭଲ କଥା, ନହେଲେ ଇଏ ଏବେ ମୁଣ୍ଡରେ ପଶିବା ଜିନିଷ ନୁହଁ, କାହିଁକିନା ଆକୁ ଟାଇମ୍ ଲାଗିବ। ଯଦି କିଏ ମାନେ ଏଥିର ମାନେ ତମର ଡାଉଟ୍ ଅଛ ଦେନ୍ କହିବ, ଆ ବିଷୟରେ ମୁଁ ସେପାରେଟ୍ ଗୋଟେ ଭିଡ଼ିଓ ବନେଇଦେବି ତମର ଏକ୍ଜାମ୍ ପରେ। କିନ୍ତୁ ଏବେ ଆଉ ଟାଇମ୍ ନାହିଁ ୟୁଟିଲିଟେରିଆନିଜିମ୍ ଆଉ ଓରିଏଣ୍ଟାଲିଜିମ୍କୁ ପଢ଼ିବା ପାଇଁ। ତାପରେ ଦେଖ ପିଲାମାନେ ଦେଇଛି ଏଜୁକେସନ୍, ଇଣ୍ଡିଜିନିୟସ୍ ଆଣ୍ଡ ମଡ଼ର୍ଣ୍ଣ।
এইটা तुमको पढ़िया पड़ो यहाँ गुरुत्वपूर्ण ये क्वेश्चन आसो गोटे छुआ भी मतलब मागिला मैडम ए विषय वीडियो बनातु ना किसी नोट दिंतु यहाँ देख ये तुमको माने तुम जो माद्रासा आउ जो तुम पाठशाला माने यारली पीरियड रू नहीं तुम मॉडर्न जो तुम आसो हंटर कमिशन तुम जो मैक्यूले कमिशन एगुड़ा जहाँ भी आसो तुम जो यूनिवर्सिटी एक्ट सब गुड़ा तुमको ये पढ़ाई पड़ो यहाँ तुम बहुत गुरुत्वपूर्ण रही जो पॉलिसी लॉ आर्मी आउ तुम जो रही इंडिजिनियस मॉडर्न एजुकेशन यही दुटा भितर तुमको जोटा को इजी लगुच से पढ़ इजी सब गुड़ा अच्छी बास भल भाव में पढ़ जो बही भी तुम पाखे एवेलेबल अच्छी भल भाव में पढ़ तुम आराम से लिखिपार मुझे जानी कहीं इंडिया हिस्ट्रीटा बहुत इजी तापर देख इकोनॉमिक एंड सोसाइटी इकोनॉमिक और सोसाइटी देती तुम परमानेंट सेटलमेंट रयतवारी महलवारी ये तीनटा जाक तुमको पढ़ाई पड़ो किंतु परमानेंट सेटलमेंट क्वेश्चन आसे आ रयतवारी महलवारी जो रहिले ये तुमको महलवारी माने किए से इंट्रोड्यूस करते केते मसीहार कौ एरिया को केते परसेंट बस एति मन रख देख मुझे परमानेंट सेटलमेंटा लॉन्ग क्वेश्चन पढ़ो रयतवारी सेटलमेंटा केतरा जिनस कौच मन रख फाउंडर एरिया कौ एरिया को यहाँ तुम लोकेट करूला केते परसेंट टोटाल एरिया को माने एटा हेइतला तुमरो जो रयतवारीटा महलवारी भी सेया फाउंडर किए थिले केते एरिया रा थिला केते परसेंट एरिया को एटा स्प्रेड हेइतला सेटा को तुम मन रखिवो बस एतिक जिनस तुमको पचारिवो तापरे रहिला किंतु परमानेंट सेटलमेंट टा भल के पढ़िवो हला तापरे रहिला कमर्शियलाइजेशन ऑफ एग्रीकल्चर कॉन्सिक्वेंस एटा ए क्वेश्चन टा मु आलोचना कर साची जो माने देखिना हम YouTube चैनल जाई ताको देखि दबो तापरे रहिला ड्रेन ऑफ वेल्थ कॉजेस एंड कॉन्सिक्वेंस तुम ड्रेन ऑफ वेल्थ जो होता दादा भाई नरजी से फास्ट माने से कॉइन करते से वर्डटा को ड्रेन ऑफ वेल्थ तुम समस्ते जानी ड्रेन ऑफ वेल्थ कौन एत पर्यटन पढ़ी सारी ड्रेन केमी आमर जिन गुड़ा सब माने धन दौलत गुड़ा सब धन गुड़ा सब पलाऊला आमर ब्रिटिशर को माने जाऊला आ फेरू नाला सीटा हूँ तुम ड्रेन ऑफ वेल्थ तापर देख देती ग्रोथ ऑफ मॉडर्न इंडस्ट्री माने से टाइम तुम जो ब्रिटिशर मैंने आसी आमर मॉडर्न इंडस्ट्री कौड़ा डेभलप होता ता विषय ये लॉन्ग क्वेश्चन बेसिकली तुम आसो परमानेंट सेटलमेंट आउ जो रही कमर्शियलाइजेशन एग्रीकल्चर ये दुटा को पढ़ी दियो पिला माने ये दुटा क्वेश्चन आसो ड्रेन ऑफ वेल्थ जो मैंने पढ़ीच भल कथा मे बी से क्वेश्चन आसीपे आ ग्रोथ ऑफ मॉडर्न इंडस्ट्री ये तुम जूट आउ जो रही स्टील ये सब आसो यहाँ बेसी इंपोर्टाट ना इंपोर्टाट अच्छी तुम रयतवारी महलवारी और परमानेंट तुम परमानेंट सेटलमेंट को पढ़ी दियो आ जो रहा तुम रयतवारी महलवारी आपको जस्ट खाली सर्ट क्वेश्चन देखी दियो बेले बेले पड़ी जाए फाउंडर किए थे केते एरिया को स्प्रेड थी ये सब जिन पड़े तापर देखा यूनिट 4 तुम कौन देजी यूनिट 4 देजी देख पिला माने तुमर पॉपुलर रेजिस्टेंस एथर देजी तुम सांताल रिबेलियन आ गोटे देजी देख इंडिगो रिबेलियन आ गोटे देजी देख मूवमेंट ऑफ 1857 कॉज एंड इफेक्ट एथर सब गुड़ा इंपोर्टाट मुझे कहमी तुमको सब गुड़ा पढ़ाई तुम यही जो रही तुम मूवमेंट 1857 यहाँ बहुत गुरुत्वपूर्ण तार कज गुड़ा सब मन रख तार कन्सिक्वेन्सटा कौन होता भी मन रख आउ ये जो सांताल अपराइजिंग रहा कि तुम ये जो इंडिगो रिबेलियन रहा आपको भी पढ़ीदेव इंडिगो रिबेलियनटा हम जब मुझे भर गोटे क्वेश्चन तुम आलोचना करदेमी यूट्यूब आउ ये जो दुटा रहा आपको तुम भल भाव पढ़ एतिक रहा पिला माने तो जोटा तुम डाउट हो मत से पचार आउ एबे तो टाइम नहीं कहीं बहुत पिला कमेंट करुच वीडियो जे आमर एग्जाम सरीगला के पिलांकर ऑलरेडी स्टार्ट हो गलानी तो एबे टाइम नहीं वीडियो बनाई से वीडियो आणुना तो तुम तेणुक जोटा तुमको बेसी डाउट हो एग्जाम अच्छी से मत कमेंट कर से वीडियोटा को आम आना जेटा तुमको माने डाउट हो विषय में आलोचना करवा तो या रहा पिला माने आ जोटा तुम बुझीपारलनि मु बहुत बढ़िया भाव में तुमको बुझेली आशा करुँच तुम समस्ते बुझीपार ये सब विषय जो सिलेबसटा को तो वीडियो जदि भल लगे पिला माने गोटे लाइक करिवो शेयर करिवो तुम फ्रेंड्स मानक सब्सक्राइब करने जमा भी भूलबनी थैंक्स फॉर वाचिंग।